ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ମୋ ମିନି ବ୍ଲଗଟି ଆରମ୍ଭ ହଉଛି ସପିଂରୁ। କାହିଁକି ନା ଆଗକୁ ମକର ଅଛି, ମକରରେ ସପିଂ ନ କଲେ କଣ ହବ? ଆମ ଝିଅ ମାନଙ୍କର ତ କେବେ ବି ହବନି। ଯେତେ ଡ୍ରେସ୍ କଲେ କଣ ହବ? କେବେ ବି ନୁହଁ। ଏଇଠି ଟିଉ ସାଙ୍ଗେ ଏବେ ଚାଲୁଛି, ସେ ଚାଲୁଛି ଡିଙ୍ଗ ଡିପଲ ଡିପଲ ଡିଙ୍ଗ ଡିପଲ ଡିପଲ। ଦେନ୍ ଏଠି ଆମେ ବାହାରି ଯାଇଥିଲୁ 4 ଜଣ, ତାଙ୍କ ମମି, ତାଙ୍କ ମାଉସୀ। ଏଠି ଆମେ ସମସ୍ତେ ବାହାରି ଯାଇଥିଲୁ। ବାହାରି ଯାଇକି ପହଞ୍ଚି ଯାଇଥିଲୁ ଆମେ ସାଇଁକିନା ବିଶାଲରେ ସାଙ୍ଗମାନେ। ବିଶାଲକୁ ଗଲୁ, ଯାଇକି ଦେଖିଲି ବେଳକୁ ପୋକ ମାଛି ଭଳିଆ ଭିଡ ଥିଲେ ରେ। ଏ ଭାଇସୋ, ପୋକ ମାଛି ଭଳିଆ ଭିଡରେ ଆମେ କେଠି କିଣମୁ ଏଇ ଡ୍ରେସ୍ ଗୁଡାକ ବାଛି ସାରିଲୁ। ବାଛିବା ତ ଦୂରର କଥା, ଏଠି ଦେଖିକି ତ ଆମେ ପୁରା ଫାଦୁଂ ହେଇଗଲୁ। ଦେନ୍ ଏଇଠି ନିଜ ନିଜ କାମରେ ସମସ୍ତେ ଲାଗିଗଲେ। ତ ନିଜ ନିଜ ବସ୍ତ୍ର ସମସ୍ତେ ବାଛୁଛନ୍ତି ଗାଇଜ୍। ଏଇଠି ଦେଖନ୍ତୁ କେହି ବି ନାହାନ୍ତି। ମୁଁ ଆପଣମାନଙ୍କୁ ଠକିଦେଲି, ପୋକ ମାଛି କହିଦେଲି ଗାଇଜ୍। ଦେନ୍ ଏଠି ଟିକେ ମୁଁ ନିଜକୁ ନିଜ ଚେହେରାକୁ ଦେଖିଦେଲି। କଣ କହିବି, ଇଏ କହିଲା ସମସ୍ତେ ବାଛିବ, ମୁଁ କଣ ବାକି ରହିବି କି? ଇଏ ବି ଦେଖନ୍ତୁ ତା ନିଜେ ନିଜେ ବାଛିବାକୁ ଚାଲିଛି। ତା ମମି ତା ଆଗରେ, ତା ମମି ବାଛୁଛି, ଇଏ ପଛରେ ସିଏ ବାଛୁଛି। ତାପରେ ମୁଁ କହିଲି ଭାଇ ମତେ ଏଇ ଟେଡି ବିୟରଟା ଦରକାର, ଏଇ ଟେଡି ବିୟରଟା ଦରକାର ପ୍ଲିଜ। କହି ମୁଁ ନିଜେ ନିଜେ ରହିଗଲି। ତାପରେ ମୁଁ କହିଲି ଭାଇ କେତେ ସୁନ୍ଦର ହେଇଛି। ତାପରେ ସିଆଡେ ତାର ସେ ବେବି ଡଲ୍ କଣ କଣ ଯେ ବାଛୁଥିଲା, ମୁଁ କଣ କହିବି। ତାପରେ ଏଠି ଦେଖା ହେଇଥିଲା ଟେଡି ବିୟର V2 ରେ। ସପିଂ କରି ସାରିବା ପରେ ଆମେ ଆସିଗଲୁ V2 କୁ। ସେ ଟେଡି ବିୟରକୁ ଦେଖିକି ଏତେ ଡରିଲା ଭାଇ, ମୁଁ କଣ କହିବି। ଲାଷ୍ଟ ଆମେ ଗଲୁ ପାଖକୁ, ସେ ଏତିକି କାନ୍ଦି ପକେଇଲା, ଭଗବାନ ମୁଁ କଣ କହିବି। ମୁଁ ତ କିଛି କହିପାରିବିନି। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ସବସ୍କ୍ରାଇବ ବଟନଟି ଦବେଇ ଦେବେ ସାଙ୍ଗମାନେ। ଆପଣମାନେ ସବସ୍କ୍ରାଇବ କରୁନାହାନ୍ତି, ପ୍ଲିଜ କରିଦେବେ। ଜୟ ଜଗନ୍ନାଥ, ରହୁଛି।